ପୁଣି ବଣ୍ଡାଘାଟି ଯିବାକୁ ବିପଦ। ମାଙ୍କଡ଼ଝୋଲା ନିକଟରେ ରାସ୍ତା ତଳୁ ଖସିଲା ମାଟି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅଞ୍ଚଳରେ ଯାତାୟାତ କରିବା ପାଇଁ ଆଉ ଥରେ ବିପଦମୟ ହୋଇପଡ଼ିଛି। ଖଇରପୁଟ ବ୍ଲକ ସଦର ମହକୁମାରୁ ବଣ୍ଡାଘାଟିକୁ ଯିବାର ମୁଖ୍ୟ ରାସ୍ତା ମାଙ୍କଡ଼ଝୋଲା ନିକଟରେ ପୁଣି ଥରେ ରାସ୍ତା ତଳୁ ମାଟି ଖସିବା ଘଟଣା ଘଟିଛି। ଗତ କିଛି ଦିନ ଧରି ଅବିରତ ପ୍ରବଳ ବର୍ଷା ପାଇଁ ପାହାଡ଼ରୁ ଆସୁଥିବା ବର୍ଷା ଜଳ ସିଧାସଳଖ ରାସ୍ତା ଉପରେ ପଡ଼ିଥିବାରୁ ରାସ୍ତାର ତଳ ଭାଗରେ ଅତଡ଼ା ଖସି ଯାଇଛି। ଫଳରେ ରାସ୍ତାର ଏକାଧିକ ଅଂଶ ଦୁର୍ବଳ ହୋଇପଡ଼ିଥିବାରୁ ଯାତାୟାତ ସ୍ୱାଭାବିକ ରହିପାରୁନି। ଘଟଣାର ସୂଚନା ପାଇ ବିଡିଓ ଉମାଶଙ୍କର କୟା ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଆଲୋଚନା କରି ସମୀକ୍ଷା କରିଛନ୍ତି। ସ୍ଥାନୀୟ ଲୋକଙ୍କ ଆଶଙ୍କା, ଯଦି ପ୍ରବଳ ବର୍ଷା ଏଭଳି ଜାରି ରହିଥାଏ ତେବେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ପୁଣି ଥରେ ପୂର୍ବ ପରିସ୍ଥିତିର ପୁନରାବୃତ୍ତି ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହିତ ଭୟର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟଙ୍କ ଦାବି, ଏହି ସମସ୍ୟାକୁ ତୁରନ୍ତ ସମାଧାନ କରି ପ୍ରଶାସନ ଏହି ରାସ୍ତାର ସ୍ଥାୟୀ ବ୍ୟବସ୍ଥା ଆପଣାଇବାର ଜରୁରୀ ହୋଇପଡ଼ିଛି। ମୁଁ ଭାବିଲି ହୋଟେଲ ଗୁଡ଼ା ପଳେଇଲା ଆଉ ହୋଟେଲ ଗୁଡ଼ା